ଯେମିତିକି ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ବାବା କେମିତି ତା ସାଙ୍ଗମାନଙ୍କୁ ଖାଇବାକୁ ସବୁ ଦେଉଥିଲା। ତାପରେ ମୁଁ ପଳେଇ ଆସିଥିଲି ଏଠି ଲୁଗା ଶୁଖେଇବାକୁ ବାବାକୁ ସ୍କୁଲରେ ଛାଡ଼ି ଦେଇଥିଲି। ଛାଡ଼ି ଦେଇ ପଳେଇ ଆସିଥିଲି ଏଠି ଲୁଗା ଫୁଗା ସବୁ ଶୁଖେଇ ଦେଇଥିଲି। ଦେଖିପାରୁଥିବେ ଛାତ ଉପରେ ଶୁଖଉଛି ପୁରା 3 ତାଲାକୁ ଆସିବାକୁ ପଡ଼ୁଛି। ତାପରେ ଲୁଗା ଶୁଖେଇ ସାରିଲା ପରେ ମୁଁ ଟିକେ କ'ଣ କହିବି ଏମିତି ଆଉ ଟିକେ ବୁଲି ଦେଇଥିଲି। ବୁଲି ସାରିଲା ପରେ ପଳେଇଥିଲି ଠାକୁର ପୂଜା କରିବା ପାଇଁ। ଦେଖିପାରୁଥିବେ ପୂଜା କରିନେଇଥିଲେ। ଲକି ବାବା ଶୋଇଛି ଆଉ ଲକି ବାବା ଉଠିଗଲା। ଉଠି ସାରିଲା ପରେ ମୋ ପାଖରେ ବସିକିନା ଗେଲ ହୋଇଥିଲା। ନିଦ ନ ଛାଡ଼ିଥିବ ମାନେ ସେ ଟୋଟାଲି ମୋତେ ଛାଡ଼ିବନି, ଗେଲ ହେବ। ତ ତାକୁ ଗେଲ କଲି କରିକିନା ତା କାମ ସାରି ତାକୁ ଅଙ୍ଗନବାଡ଼ିରେ ବି ଛାଡ଼ିଦେଲି। ଛାଡ଼ି ସାରିଲା ପରେ ବାବାକୁ ସ୍କୁଲରୁ ଆଣିବା ପାଇଁ ପଳେଇଥିଲି। ଆସିବା ବାଟରେ ବାବାର ଆଜି ଦରକାର ଥିଲା ଫଳ, ତ ସେଥିପାଇଁ ତା ପାଇଁ ଯେଉଁ ବଡ଼ ବଡ଼ ଗୟାକୁଳି ସବଜିଆ କଲରର କଳା ଅଙ୍ଗୁର ଆପେଲ ସବୁ କିଣା ହେଲା। କିଣା ହେଇକି ଆସିଲା ବାଟରେ ବାବା ମୋତେ ଦେଖନ୍ତୁ କେମିତି ଅଙ୍ଗୁର ଖୋଇଦେଉଛି। ବହୁତ ଖୁସି, ସେ ଫଳ ଖାଇବାକୁ ଆକ୍ଚୁଆଲି ବହୁତ ଭଲ ପାଏ। ତ ତାପରେ ଦେଖନ୍ତୁ ଏଠି ରୋଷେଇ କରିବି, ଶାଗ କିଣିକି ନେଇ ପଳେଇ ଆସିଥିଲି। ତ କଳମ ଶାଗ ବହୁତ ବଢ଼ିଆ, ମାନେ ବହୁତ ଦିନ ହେଲା ବି ହେଇନଥିଲା। ଆଉ ଏଇଟା ପିଓର ମାନେ ଯେଉଁ ଟୁଙ୍କା ଟୁଙ୍କା ହେଇକି ଏମିତି ଟୁଙ୍କି ଟୁଙ୍କି ପୁରା ଆଣିଛି ସେ ମାଉସୀ ଜଣକ, ବହୁତ ବଢ଼ିଆ ଲାଗୁଥିଲା ଶାଗଟା ସତରେ। ତା ସାଙ୍ଗରେ ହେଇଥିଲା ଡାଲମା। ତ ଡାଲମା ଶାଗ ସବୁ ବନେଇ ଦେଇଥିଲୁ। ବନେଇ ସାରିଲା ପରେ ଏଠି ଟିକେ ଯେଉଁ ଆଣିଥିଲି ସେ ଯେଉଁ କ'ଣ ସବୁଜିଆ ଗୟାକୁଳିଟା ସେଇଟା ଟିକେ ଖାଇ ନେଇଥିଲୁ। ଖାଇ ସାରିଲା ପରେ ଦ୍ୱିପହରେ ଲକି ବାବାକୁ ଆଣି ସାରିଲା ପରେ ମା ପୁଅ ଆମେ ବସିକିନା ସବୁ ଖାଇ ନେଇଥିଲୁ ଭାତ, ତା ସାଙ୍ଗରେ ଡାଲମା ଶାଗ ଆଉ ଯେଉଁ କୋଳି ଦଳା ହେଇଥିଲା ବହୁତ ବଢ଼ିଆ ଲାଗୁଥିଲା। ତାପରେ 4ଟା ବେଳେ ତଳକୁ ପଳେଇଥିଲି ଟିକେ ଖଟି କରିବା ପାଇଁ। ମାନେ ଆମ କଲୋନୀ ଦେଖନ୍ତୁ ସମସ୍ତେ ଲୋକ ମଉସା ଫଉସା ସବୁ ବସିଥିଲେ, ପିଲାମାନେ ଖେଳୁଥିଲେ। ରାତି ଖାଇବାରେ ପୁଣି ରୁଟି ଡାଲମା ତା ସାଙ୍ଗରେ ବାଇଗଣ ଆଉ ଟମାଟର ଗୋଟେ ପାଗ ଦଳିକିନା ପୁରା ମସ୍ତ ବାଲା, କେବଳ ଲଙ୍କାଟାକୁ ଛାଡ଼ିକି ଦଳା ହେଇଥିଲା। ବାକି ବହୁତ ବଢ଼ିଆ ଲାଗୁଥିଲା। ରହୁଛି ଜୟ ଜଗନ୍ନାଥ।